ହ୍ୟାଲୋ ଫ୍ରେଣ୍ଡ। ମୁଁ ବର୍ତ୍ତମାନ ଆଜି କ'ଣ ଗୋଟେ କାମକୁ ଯିବା ପାଇଁ ବାହାରିଥିଲି, ହେଲେ କ'ଣ ହେବ ଆଉ ଦେଖୁଛେ କେମିତି ଆମ ପଟେ ମେଘ ଅଛି, ତ ମେଘ ପାଇଁ ମୁଁ କାମକୁ ଯାଇପାରୁନି। ତ ଆପଣମାନଙ୍କ ଗାଁରେ କେମିତି କ'ଣ ଅଛି ସିଚୁଏସନ୍ ଆଉ ପାଗ କେମିତି ଅଛି ସେ ବିଷୟରେ ଟିକେ କମେଣ୍ଟ କରି ତାହା ବୋଲେ ମୁଁ ଜାଣିପାରିବି କେମିତି କ'ଣ ଅଛି। କାହିଁକିନା ଆମେ ଚାଷୀ ଘର ପିଲା ନା, ଆମେ କାମ ନ କରିପାରିଲେ ଦେଖୁନାହାନ୍ତି ଯେଉଁଟା ଆମେ ଫସଲ ବାଡ଼ି କରିଥିଲୁ, ଫସଲ ବାଡ଼ିରେ ଏମିତି ମେଘୁଆ ଯଦି ହୁଏ ତାହେଲେ ଫସଲ ବାଡ଼ି ଭଲ ହେବନି। ସିଚୁଏସନ୍ରେ ଯେତେବେଳେ ବର୍ଷା ହେବ ସେତେବେଳେ ଯଦି ବର୍ଷା ହୁଏ ତାହେଲେ ଠିକ୍ ହୁଏ। ଯେତେବେଳେ ଫସଲ ଆଦାୟ ଟାଇମ୍ରେ ମେଘ ହେବ କିମ୍ବା ବର୍ଷା ହେବ ତାହେଲେ ଫସଲ ଭଲ ହୁଏ ନାହିଁ। ଦେଖୁଥିବେ ଗାଁଟା ଆମର ଆପଣ ପିଚୁ ବୋଲି କେଉଁଠି ପାଇବେନି, ହେଲେ ଆପଣ ତ ପିଚୁ ରାସ୍ତାରେ ବୁଲୁଥିବେ। ଆମେ ପିଚୁ ରାସ୍ତା ଯିବା ପୂର୍ବରୁ ଆମେ ମାଟି ରାସ୍ତା ହିଁ ଚକୁଡ଼ିକି ଯାଉ। କାଲି ତ ନୂଆ ବର୍ଷ ଫାଷ୍ଟ ଡେ ହେବାକୁ ଯାଉଛି, ତାହେଲେ ଆମେ ନୂଆବର୍ଷ ପାଇଁ ଗୋଟେ ଫିଷ୍ଟି କରିବା ପାଇଁ ଯୋଜନାରେ ଥିଲୁ। ତାହେଲେ ସେ ଯୋଜନା ଆମର ସକ୍ସେସ୍ ହେବ କି ନାହିଁ କେଜାଣି, କାହିଁକିନା ବର୍ଷାର ସମ୍ଭାବନା ଅଛି। ଆଉ ଆପଣ ଯଦି ନୂଆବର୍ଷ କେଉଁଠି କରୁଛନ୍ତି ତାହେଲେ କମେଣ୍ଟ କରିବେ, ଆମେ ମଧ୍ୟ ଯିବୁ। ଆଉ ଦେଖନ୍ତୁ ଆମ ଏରିଆରେ ନୂଆବର୍ଷ ଯଦି ହୁଏ, ଦେଖିଥିବେ ସହର ମାନଙ୍କରେ ହେଲେ କ'ଣ ଇଂଲିଶ ଉଡ଼ଉଛନ୍ତି ନାଇଁ କି? ଆମେ ତ ଇଂଲିଶ ପାଇବୁନି। ଏ ଗଛ ଦେଖୁଛନ୍ତି ଏଇଠି, ଏଇଟା ଖଜୁରୀ ଗଛ। ଏ ଖଜୁରୀ ଗଛରୁ ରସିଆ ମାନେ ରସ କାଟୁଛନ୍ତି। ତ ସେ ରସଟା ଖାଇଲେ ଦେହର କିଛି କ୍ଷତି ହୁଏ ନାହିଁ, କାହିଁକିନା ମିଠା ହୁଏ। ଆଉ କିଛିଟା ଏମିତି ପାୱାର ବି ଆସେ, ଯେମିତି ନିଶା ସେମିତି ହୁଏ। ବେଶୀ କିଛି ଅସୁବିଧା ହେବନି। ତ ସେ ଜିନିଷ ଆମେ ଟ୍ରାଏ କରୁ କାଲି। କାଲିର ଭିଡ଼ିଓରେ ନେକ୍ସଟ ଦେଖା ହେବା। ବାଏ।